ଭଗବାନ ଶ୍ରୀକୃଷ୍ଣଙ୍କର ଏହି ପାଞ୍ଚଟି କଥା ସାରା ଜୀବନ ମନେ ରଖନ୍ତୁ। କ୍ରୋଧ ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ ଏବଂ ଭୁଲ ହେବା ସମୟରେ ନଇଁଯିବା ଉଚିତ, ଅର୍ଥାତ୍ କ୍ଷମା ମାଗିନେବା। 1 ମିନିଟରେ ଜୀବନ ବଦଳି ନଥାଏ, କିନ୍ତୁ 1 ମିନିଟ ଚିନ୍ତା କରି ନିଆଯାଇଥିବା ନିଷ୍ପତ୍ତି ପୂରା ଜୀବନକୁ ବଦଳାଇ ଦିଏ। ପିଲାଙ୍କୁ ଉପହାର ନଦେଲେ ସେମାନେ କିଛି ସମୟ କାନ୍ଦିବେ, କିନ୍ତୁ ସଂସ୍କାର ନଦେଲେ ସେ ସାରା ଜୀବନ କାନ୍ଦିବେ। ଭଗବାନ ନୁହନ୍ତି, ବରଂ ଆମର ଚିନ୍ତାଧାରା, ଆମର ବ୍ୟବହାର ଏବଂ ଆମର କର୍ମ ହିଁ ଆମର ଭାଗ୍ୟ ଲେଖିଥାଏ। ପିତାଙ୍କ ଦ୍ୱାରା ଗାଳି ଖାଇଥିବା ପୁତ୍ର, ଗୁରୁଙ୍କ ଦ୍ୱାରା ଗାଳି ଖାଇଥିବା ଶିଷ୍ୟ ଏବଂ ବଣିଆ ସୁନାରୀ ଦ୍ୱାରା ପିଟା ଯାଇଥିବା ସୁନା, ଏମାନେ ସବୁବେଳେ ଆଭୂଷଣ ହିଁ ହୋଇଥାନ୍ତି। ସନାତନ ଧର୍ମର ଚାରି ବେଦ, ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବବେଦ, 4 ଆଶ୍ରମ ଜୀବନର 4 ସ୍ତର, ବ୍ରହ୍ମଚର୍ଯ୍ୟ ଛାତ୍ର ଜୀବନ, ଗୃହସ୍ଥ ପାରିବାରିକ ଜୀବନ, ବାନପ୍ରସ୍ଥ ଅବସର ଜୀବନ, ସନ୍ନ୍ୟାସ ତ୍ୟାଗ ଜୀବନ, ପୁରୁଷାର୍ଥ ଜୀବନର 4ଟି ଲକ୍ଷ୍ୟ, ଧର୍ମ କର୍ତ୍ତବ୍ୟ, ଅର୍ଥ ସମ୍ପତ୍ତି, କାମ ଇଚ୍ଛା ସୁଖ, ମୋକ୍ଷ ମୁକ୍ତି, 4 ଯୁଗ, ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ, କଳିଯୁଗ, 4 ଧାମ, ବଦ୍ରିନାଥ ଉତ୍ତରରେ, ରାମେଶ୍ୱରମ୍ ଦକ୍ଷିଣରେ, ଦ୍ୱାରକା ପଶ୍ଚିମରେ ଏବଂ ପୁରୀ ଜଗନ୍ନାଥ ଧାମ ପୂର୍ବରେ, 4 ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ସମୟ ସବୁଠାରୁ ଶକ୍ତିଶାଳୀ। ଘର ତିଆରି କରିବାକୁ ସମୟ ଲାଗେ, କିନ୍ତୁ ଏହାକୁ ଭାଙ୍ଗିବାକୁ ଗୋଟିଏ ମୁହୂର୍ତ୍ତ ମଧ୍ୟ ଲାଗେ ନାହିଁ। ବନ୍ଧୁତା ବହୁତ କଷ୍ଟରେ ହୁଏ, କିନ୍ତୁ ଶତ୍ରୁତା ପାଇଁ ସମୟ ଲାଗେ ନାହିଁ। ଜୀବନ ସମ୍ପର୍କ ଗଢ଼ିବାରେ ବିତିଯାଏ, କିନ୍ତୁ ସେଗୁଡ଼ିକୁ ନଷ୍ଟ କରିବାରେ ସମୟ ଲାଗେ ନାହିଁ। ଜଣେ ମଣିଷ ମାସ ମାସ ଧରି ଯାହା ରୋଜଗାର କରେ, ତାହାକୁ ହରାଇବାକୁ ବହୁତ ସମୟ ଲାଗେ ନାହିଁ। ଜୀବନ କ୍ଷଣେ କ୍ଷଣେ ପୁରୁଣା ହୁଏ, କିନ୍ତୁ ନଷ୍ଟ ହେବାକୁ ସମୟ ଲାଗେ ନାହିଁ। ଯେଉଁମାନେ ଅହଙ୍କାରର ଆକାଶରେ ଉଡ଼ନ୍ତି, ସେମାନଙ୍କୁ ପୃଥିବୀକୁ ଓହ୍ଲାଇବାକୁ ସମୟ ଲାଗେ ନାହିଁ। ଜୀବନରେ ସବୁ ପ୍ରକାରର ସମୟ ଆସେ, ସମୟ ବିତିବାକୁ ସମୟ ଲାଗେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।